କିନ୍ତୁ କଣ ବହୁତ ରେଟ୍ ଡାଉନ୍ ହେଇଗଲା ନା 10 ଟଙ୍କାରେ 1.5 କିଲୋ 2 କିଲୋ ଦେଇ ଦେଇଛନ୍ତି ଆମ ଏରିଆରେ। ତ କଣ କରିପାରିବେ ଯାଇ ଯଦି କୋବି ଟମାଟୋ ହେଇଥିବ ସେଗୁଡିକ ରଖିପାରିବେନି ନା ସେଗୁଡିକ ହେଇଛି ମାନେ ଅଟୋମେଟିକ ସେମାନଙ୍କୁ ଦେବା ପାଇଁ ହିଁ ଯେମିତି କାକୁଡି ଗୁଡିକ ସେମାନଙ୍କ ମାନେ କଣ ଲାଇଫ ଟା ଏତେ ଲମ୍ବା ନଥାଏ ନା ତ ଏକାଥରେ ଯାହା ପ୍ରଡକ୍ସନ ହବ ହବ ତାପରେ ସରିଗଲା ତ ଏମିତିକା ରହିଛି ପଡିବ ତ ଯେମିତିକା ବାଇଗଣ ରହିଛି ମାନେ ଏଗୁଡିକ ଟିକେ ଲଙ୍ଗ ଯାଆନ୍ତି ତ ଆପଣ ମାନେ ୟାକୁ ନିଜେ କଣ୍ଟ୍ରୋଲ କରିପାରିବେ ତ ସେଥିପାଇଁ ହିଁ ମୁଁ ବାଇଗଣ ହିଁ ଲଗେଇଛି ତ ଅନ୍ୟାନ୍ୟ ଫସଲ ଗୁଡିକ ବର୍ତ୍ତମାନ ସମୟରେ ଆପଣ ଦେଖିଥିବେ ପନିପରିବା ରେଟ ରେ ବହୁତ କମି ଆସିଛି ମାନେ ଟମାଟୋ ବାଇଗଣ ଏମିତିକା ପରିବା ଗୁଡିକ ବହୁତ ଡାଉନ ରେ ଚାଲିଛନ୍ତି ତ ୟାର କାରଣ ହଉଛି କଣ ନା ଯୋଉ ଖରା ବର୍ତ୍ତମାନ ଆସିଗଲା ପଡିଗଲା ଟମାଟୋ କଣ ଯୋଉ ଥଣ୍ଡାରେ ଟମାଟୋ ଗୁଡିକ ଲଗେଇଥିଲେ ଥଣ୍ଡାରେ ଏତେ ଗ୍ରୋଥ ନଥିଲା ଆଉ ପ୍ରଡକ୍ସନ ବି ନଥିଲା ଯେହେତୁ ଖରା ଚାଲି ଆସିଲା ତ ଯୋଉ ଟମାଟୋ ଖରା ପାଇଲେ ବହୁତ ପରିମାଣରେ କଣ ପାଚିବା ଆରମ୍ଭ କରେ ହାର୍ଭେଷ୍ଟିଂ ପାଇଁ ରେଡି ହୁଏ ତ ବହୁତ ପରିମାଣରେ ପ୍ରଡକ୍ସନ ହେଇଗଲା ଏକା ସାଙ୍ଗରେ ତ କଣ ମାର୍କେଟ ରେ ଅଟୋମେଟିକ ଡାଉନ ହେଲା ତ ଟମାଟୋ ବାଇଗଣ ତ ଗୋଟେ ପ୍ରକାର ଜିନିଷ ଆପଣ ମାନେ ଜାଣିଛନ୍ତି ଯାହା ଫଳରେ ଟମାଟୋ ଖସିଲା ବେଳକୁ ବାଇଗଣ ବି ଖସିଲା ତ ଏମିତିକା ରହିଛି ଆଉ ଅନ୍ୟାନ୍ୟ ପନିପରିବା ମଧ୍ୟ ଯେମିତି କିି ବୋଇତାଳୁ ମଧ୍ୟ ବର୍ତ୍ତମାନ କଣ ବହୁତ ଡାଉନ ହେଇଗଲାଣି କଣ 10 7 8 ଟଙ୍କା କିଲୋ ଚାଲିଗଲା ତ ସେଗୁଡିକ କଣ ଖରା ସିଜିନ ଆସିଗଲା ନା ବର୍ତ୍ତମାନ ଯୋଉ ଏପ୍ରିଲ ଆଉ ମେ ମାନେ ବର୍ତ୍ତମାନ ମାର୍ଚ୍ଚ ରୁ ଏପ୍ରିଲ ମେ ପର୍ଯ୍ୟନ୍ତ ମାର୍କେଟ ଟିକେ ଡାଉନ ଥାଏ ଜୁନ ବେଳକୁ ଆହୁରି ଟିକେ ଆପ୍ କରିବ ଯେହେତୁ କଣ ହଉଛି ନା ସ୍କୁଲ କଲେଜ ସବୁ ଛୁଟି ହେଇଗଲା ବିଭିନ୍ନ ଅନୁଷ୍ଠାନ ଗୁଡିକ ମଧ୍ୟ ଛୁଟି ହେଇଗଲା ତ ଏମିତିକା କଣ ମାର୍କେଟ ମାନେ ଡିମାଣ୍ଡ କମିଗଲା ଚାଷୀ ଭାଇ ମାନେ ତ ଡିମାଣ୍ଡ କମିବାରୁ ମଧ୍ୟ କଣ ରେଟ ଡାଉନ ହେଲା ତ ଏମିତିକା ରହିଛି ତ ମେନ୍ ଜିନିଷଟା ହଉଛି ରେଟ ଡାଉନ ହେଲା କଣ ହେଲା ଆମେ ତ ସେଇଟାକୁ ତ କଣ୍ଟ୍ରୋଲ କରିପାରିବାନି ଆମେ କଣ୍ଟ୍ରୋଲ କରିବା ଆମେ କୋଉ ସମୟରେ ଆମର ଜିନିଷ ବାହାର କରିବା ଯାହା ଫଳରେ ଆମେ ଭଲ ରେଟ୍ ପାଇପାରିବା ମକ୍ସିମା ରେଟ୍ ପାଇପାରିବା ତ ବର୍ତ୍ତମାନ ସମୟରେ ତ ବାଇଗଣ ବି କଣ ଆମ ଏରିଆରେ ବହୁତ ଡାଉନ ଚାଲିଛି ତ 10 ଟଙ୍କାରେ କିଲେ 1.5 କିଲୋ ସେମିତି ଦେଇ ଦେଇଛନ୍ତି ତ ବାଧ୍ୟ ହେଇକି ଦେବା ପାଇଁ ପଡୁଛି ଆଉ କଣ କରିପାରିବା ତ ମୁଁ ଭାବୁଛି ଯେ ବର୍ତ୍ତମାନ ମୁଁ ତ ବାଇଗଣ ଲଗେଇଛି ମୁଁ କଣ ରେଟ ବର୍ତ୍ତମାନ ମାସେ କିମ୍ବା 1.5 ମାସ କିମ୍ବା 2 ମାସ ଏମିତି ହିଁ ଚାଲିଥିବ 10 କେବେ 15 କେବେ 10 ଟଙ୍କାରେ 1.5 କିଲୋ କେବେ 10 ଟଙ୍କାରେ 2 କିଲୋ ସେମିତି ଚାଲିଥିବ ତ ବର୍ତ୍ତମାନ ମୁଁ ଭାବୁଛି ଯେ ଆଉ ମେଙ୍ଗେ ମାନେ ଦାମିକା ଫାର୍ଟିଲାଇଜର ଚଲେଇବିନି ଯୋଉ ୱାଟର ସଲୁବଲ ସାର ଗୁଡିକ ଆସିଥିଲା ସେଗୁଡିକ ଦେବି ନାହିଁ ବର୍ତ୍ତମାନ ମୁଁ ଏମିତି ଦେଖନ୍ତୁ ମୋ ପଛ ପଟେ ଦେଖନ୍ତୁ ପୁରା କଡା ଖସ କରି କଣ ଗ୍ରାନୁଏଲ ସାର ଯୋଉ 10 26 ସାର ସାଗରିକା ବାଲ୍ଟି ଆଉ ଧ୍ରୁବୀ ଗୋଲ୍ଡ ଆଉ ୟାରାମିଲା କମ୍ପ୍ଲେକ୍ସ ସେଗୁଡିକ ଦେଇକରି କଣ 10 12 କିଲୋ ଦେଇକରି କଡା ଖସା କରିକି ରଖିଦେବି ଯାହା ଫଳରେ କଣ ସେ ଏତେ ପ୍ରଡକ୍ସନ ଦବନି ଆଉ ମାନେ ଗଛ ଟା ହେଭି ପ୍ରଡକ୍ସନ କୁ ଯିବନି ଖାଲି କଣ ଗଛ ଟା ମାନେ ଆ ଲିମିଟ ହେଇକି ବଞ୍ଚି ରହିଥିବ ଆଉ କଣ ଏତେ ପ୍ରଡକ୍ସନ ଦବନି ଆ ସେ ମାନେ ସ୍ଥିର ହେଇକି ରହିଥିବ ତ ଏମିତିକା ରହିଛି ମୁଁ ଭାବୁଛି ସେମିତି କରିବି ମୋ ପଛ ପଟେ ଗଛ ଗୁଡିକ ଦେଖି ପାରୁଥିବେ କେମିତି ଗ୍ରୋଥ ହେଇଛି ତ ବର୍ତ୍ତମାନ ସମୟରେ ତ ୟାର ପିକ୍ ପ୍ରଡକ୍ସନ ଆରମ୍ଭ ହେଇଯାଇଥିଲା କାରଣ ଗଛ ଗୁଡିକ 90 ଦିନ ପରେ ଯାଇଥିଲା ଆପଣ ମାନେ ଜାଣିଛନ୍ତି ମାନେ କଣ ଲବେ ଦିନ ଆଡକୁ ଯେକୌଣସି ଫସଲର ପୁରା ପିକ୍ ପ୍ରଡକ୍ସନ ଆରମ୍ଭ ହେଇଯାଇଥାଏ ତ ୟାର ପିକ୍ ପ୍ରଡକ୍ସନ ଆରମ୍ଭ ହଉଥିଲା କିନ୍ତୁ ରେଟ ଟିକେ ଡାଉନ ହେଇଛି ତ ରେଟ ତ ଏମିତି ମାସେ 1.5 ମାସ ତ ଏମିତି ହିଁ ବୋଧେ ମତେ ଲାଗୁଛି ଚାଲିଥିବ ତ ମୁଁ କଣ କଡା ଖସା କରି ରଖିଦେବି ସାର ଗ୍ରାନୁଏଲ୍ସ ଗୁଡିକ ସାର 15 ଦିନରେ ଥରେ ଦେବି ଆଉ ପାଣି ଗୁଡିକ ସପ୍ତାହକୁ ଥରେ ଦିଆ ଚାଲିବ ଆଉ ଇମ୍ପୋର୍ଟାଣ୍ଟ କଥା ଗଛକୁ ସୁସ୍ଥ ସବଳ ରଖିବା ପାଇଁ କଣ ମାନେ ଇନସେକ୍ଟିସାଇଡ ଆ ଫଙ୍ଗିସାଇଡ ନିହାତି ଭାବରେ ଦେବା ପାଇଁ ପଡିବ ସପ୍ତାହକୁ ଆପାତତଃ ଥରେ ବର୍ତ୍ତମାନ ଖରା ଆସିଗଲା ଖରାରେ 5 ଦିନରେ 7 ଦିନ ସେମିତି ଆଜି ଧରା ଯୋଉ 5 ଦିନରେ ଦେଲେ ତ ଆଉ ଥରେ 7 ଦିନରେ ଦେବେ ତ ସେମିତିକା ରହିଛି ତ ଇନସେକ୍ଟିସାଇଡ ଫଙ୍ଗିସାଇଡ ତ ସେଗୁଡିକ ଦେବା ପାଇଁ ପଡିବ ନହେଲେ ସେ ଗଛ ତ ବଞ୍ଚି ରହି ପାରିବନି ତ ଏମିତିକା ରହିଛି ତ ଭିଡିଓଟିକୁ ବେଶୀ ଲମ୍ବା କରିବିନି ମୁଁ କହିଦେଲି କଣ ବାଇଗଣ ମୁଁ ଲଗେଇଛି ଯେହେତୁ ବର୍ତ୍ତମାନ ରେଟ ଡାଉନ ହଉଛି ମୁଁ କଣ କରିବି ତ ଆପଣ ମାନେ ଦେଖନ୍ତୁ ଆପଣଙ୍କ ଫସଲ ଅନୁଯାୟୀ ବର୍ତ୍ତମାନ ଧର ଯୋଉମାନେ ଟମାଟୋ ଲଗେଇଥିବେ ଟମାଟୋ ତ ସେଇଟା ବି ବହୁତ ଶସ୍ତା ହେଇଗଲା ତ ସେମାନେ କଣ କରିପାରିବେ ଆଉ
ତ ବାଧ୍ୟ ହେଇକିରି ଦେବାକୁ ପଡ଼ିବ। ଆଉ ଯେମିତିକି ବାଇଗଣ ଯେଉଁମାନେ ଲଗେଇଛନ୍ତି ସେମାନଙ୍କୁ ବାଇଗଣ ଲଙ୍ଗ ଲାଷ୍ଟିଂ ଦବ, ମାନେ ବହୁତ ଦିନ ପର୍ଯ୍ୟନ୍ତ ଅମଳ ଦବ। ତ ୟାକୁ କଣ ଖାଦ୍ୟ ସାର ଯେମିତି ଦେବେ ସେ ସେମିତି ବଢ଼ିବ, ଯଦି କମ କରିଦେବେ ଗ୍ରୋଥ ବି କମ ହବ। ତ ଏମିତିକା ରହିଛି। ତ ମୁଁ କହିଥିଲି ମୁଁ ବାଇଗଣରେ କଣ କରିବା ପାଇଁ ଯାଉଛି। ଆଉ ଥରେ ଯେତେବେଳକୁ ମାନେ ଭଲ ରେଟ୍ ଆସିବ ସେତେବେଳେ ୱାଟର ସଲ୍ୟୁବଲ ସାର ଗୁଡ଼ିକ ଡ୍ରେଞ୍ଚିଂ କରାହବ। ବର୍ତ୍ତମାନ ଏଇ ଯୋଉ ଗ୍ରାନୁଲ ସାର କଡ଼ା ଖସା କରିକି ମୁଁ ରଖିଦେଇଛି ଦେଖନ୍ତୁ। ପାଣି ଗୁଡ଼ିକ ଦିଆହବ, ଇନସେକ୍ଟିସାଇଡ ଫଙ୍ଗିସାଇଡ ଦିଆହବ। ଭିଟାମିନ୍ ଗୁଡ଼ିକୁ ବି ମଝି ସାଝିରେ ମାରା ହବ। କିନ୍ତୁ କଣ ବହୁତ ରେଟ୍ ଡାଉନ ହେଇଗଲା ନା। 10 ଟଙ୍କାରେ 1.5 କିଲୋ 2 କିଲୋ ଦେଇ ଦେଇଛନ୍ତି ଆମ ଏରିଆରେ। ତ କଣ କରିପାରିବେ, ତ ଏମିତିକା ରହିଛି। ମୁଁ ଭାବୁଛି ସେମିତି କରିବେ, ମେହେଙ୍ଗି ଦାୱାଇ ଆଉ ଦାମିକା ଫର୍ଟିଲାଇଜର ଗୁଡ଼ିକ ଦେବା ନାହିଁ। ତ ଏମିତିକା ରହିଛି। ଆପଣ ମାନେ ଦେଖନ୍ତୁ ଆପଣଙ୍କ ଫସଲ ଅନୁଯାୟୀ ଯଦି କୋବି ଟମାଟୋ ହେଇଥିବ ସେଗୁଡ଼ିକ ରଖିପାରିବେନି ନା, ସେଗୁଡ଼ିକ ହେଇଛି ମାନେ ଅଟୋମେଟିକ ସେମାନଙ୍କୁ ଦେବା ପାଇଁ ହିଁ ପଡ଼ିବ। ତ ଯେମିତିକା ବାଇଗଣ ରହିଛି, ମାନେ ଏଗୁଡ଼ିକ ଟିକେ ଲଙ୍ଗ ଯାଆନ୍ତି। ତ ଆପଣ ମାନେ ଏହାକୁ ନିଜେ କଣ୍ଟ୍ରୋଲ କରିପାରିବେ। ତ ସେଥିପାଇଁ ହିଁ ମୁଁ ବାଇଗଣ ହିଁ ଲଗେଇଛି। ତ ଅନ୍ୟାନ୍ୟ ଫସଲ ଗୁଡ଼ିକ ଯେମିତି କାକୁଡି ଗୁଡ଼ିକ ସେମାନଙ୍କ ମାନେ କଣ ଲାଇଫ ଟା ଏତେ ଲମ୍ବା ନଥାଏ ନା। ତ ଏକାଥରେ ଯାହା ପ୍ରଡକ୍ସନ ହବ ହବ ତାପରେ ସରିଗଲା। ତ ଏମିତିକା ରହିଛି। ତ ଆଜିର ଭିଡିଓରେ ଆପଣ ମାନେ କିଛି ଯଦି ଆପଣଙ୍କ ପାଇଁ ଶିଖିବା କିମ୍ବା ଜାଣିବା ପାଇଁ କଣ ନିହାତି ଦରକାର ହେଇଛି ସେଇଟା ହଉଛି ରେଟ୍ କମିଥିବା ସମୟରେ ଆପଣ ମାନେ ମେହେଙ୍ଗି ଫର୍ଟିଲାଇଜର ଦାମିକା ସାର ଦାମିକା ଔଷଧ ଗୁଡ଼ିକ ପ୍ରୟୋଗ କରନ୍ତୁ ନାହିଁ। ଏମିତିକା ନର୍ମାଲ ହିଁ କ୍ଷେତକୁ ଯତ୍ନ କରିଥାନ୍ତୁ। ବେଶୀ ଦାମିକା ଜିନିଷ ବର୍ତ୍ତମାନ ଦେବା ଦରକାର ନାହିଁ। ବେଶୀ ଉତ୍ପାଦନ ମଧ୍ୟ ବି ଦରକାର ନାହିଁ। ତ ଏମିତିକା ରହିଛି। ମୁଁ ବି ଆପଣ ମାନଙ୍କୁ ଗଛ ଗୁଡ଼ିକ ଟିକେ ଦେଖେଇ ଦିଏ କେମିତି ମାନେ ୟାର କଣ ପିକ୍ ପ୍ରଡକ୍ସନ ଆସି ଯାଉଥିଲା 90 ଦିନ ଯେହେତୁ ପାର ହେଇଗଲା। ତ ଗଛ ଗୁଡ଼ିକ ପିକ୍ ପ୍ରଡକ୍ସନ ଆରମ୍ଭ ହେଇଯାଇଥିଲା। କିନ୍ତୁ ବାଧ୍ୟ ହେଇକରି ରଖିବାକୁ ପଡ଼ିବ ବେଶୀ ଦାମିକା ଜିନିଷ ଗୁଡ଼ିକ ଦେବା ନାହିଁ, ନହେଲେ ବହୁତ ଖର୍ଚ୍ଚାନ୍ତ ହେଇଯିବ ଆଉ। ଲସ୍ ହେବାର ବି ସମ୍ଭାବନା ରହିଛି। ତ ଚାଲନ୍ତୁ ଗଛ ଗୁଡ଼ିକ ଟିକେ ଦେଖେଇ ଦିଏ। ଦେଖିପାରୁଛନ୍ତି ଏମିତି ଗଛ ଗୁଡ଼ିକ ହେଇଛି। ଥ୍ରିପ୍ସ ଆଟାକ୍ କରିଥିଲେ ଦେଖଉଛି ଆପଣ ମାନଙ୍କୁ। ଥ୍ରିପ୍ସ ଆଟାକ୍ ହେଇଥିଲା କିନ୍ତୁ ରିକଭାରି ହେଇଯାଇଛି ଯାହା ମୁଁ ଭାବୁଛି। ଆଉ ପତ୍ର ଗୁଡ଼ିକ ଦେଖି ପାରୁଛନ୍ତି କଅଁଳିଆ ନୂଆ ପତ୍ର ଗୁଡ଼ିକ ଆସି ଯାଉଛି। ତ ଫଳ ଗୁଡ଼ିକ ଏମିତି ଅଛି ଦେଖନ୍ତୁ। ଏଗୁଡ଼ିକ ଦେଖନ୍ତୁ ଏମିତି ଏଗୁଡ଼ିକ ହାର୍ଭେଷ୍ଟିଂ ପାଇଁ ରେଡି ହେଇଛି। କିନ୍ତୁ କଣ ରେଟ୍ ବହୁତ ଡାଉନ ହେଇଗଲା ନା, କଣ ବିକିବା ପାଇଁ ବି ମନ ଲାଗୁନାହିଁ। ତ କିନ୍ତୁ ଗୋଟେ ବେନିଫିଟ ହେଲା ଯେ କଣ ବାଇଗଣ ଯେହେତୁ ମୁଁ ଲଗେଇଛି ୟାକୁ ରେଟ୍ ବେଶୀ ପ୍ରଭାବିତ କରିପାରିବନି। ରେଟ୍ ତ ସବୁଦିନ ଡାଉନ ରହିବନି। ତ ସେଇଟା ତ ମାସେ 1.5 ମାସ ସେମିତି ଡାଉନ୍ ରହିବ ଆହୁରି ଅପ୍ ହେଇଯିବ। ତ ଏମିତିକା ପ୍ରଡ଼କ୍ସନ୍ ରହିଛି ଗଛ ଗୁଡ଼ିକ ଦେଖନ୍ତୁ। ଏଇଟା କୋଉ ଅଲଗା ଭେରାଇଟି ଲାଗି ଯାଇଥିଲା ବୋଧେ ମୁଁ ଦେଖଉଛି। ଏଇଟା ଭିଏନାର 218 ବୋଧେ ଦେଖନ୍ତୁ ଲମ୍ବା ହେଇଛି। ଆଉ 212 ତ ଏମିତି ରହିଛି କଳା ଆଉ ଲମ୍ବା। ତ ଆହୁରି ଗଛ ଗୁଡ଼ିକ ଦେଖାଉଛି ଆପଣମାନଙ୍କୁ। ଫଳ ତ ଠିକ୍ ଠାକ୍ ଆସିଛି। ଦେଖନ୍ତୁ ଫଳ ଗୁଡ଼ିକ କେମିତି ହେଇଛି। ଫଳ ଦେଖୁଛନ୍ତି ତାର ଏମିତି ମାନେ ନନ୍ ଗ୍ରାଫ୍ଟେଡ୍ ସମ୍ଭବ ନୁହେଁ। ତ ଏମିତିକା ରହିଛି। ତ ଆଜିର ଭିଡ଼ିଓରୁ ଯଦି ଆପଣ କିଛି ଆପଣଙ୍କ ପାଇଁ କାର୍ଯ୍ୟରେ ଲଗାଇବେ ସେଇଟା ହେଉଛି ରେଟ୍ କମିଥିବା ସମୟରେ କୌଣସି ମେହେଙ୍ଗି ଫର୍ଟିଲାଇଜର୍ ସାର ଗୁଡ଼ିକ ଦେବେ ନାହିଁ। ନହେଲେ ଖର୍ଚ୍ଚ ବହୁତ ବଢ଼ିଯିବ ଆଉ ବିକ୍ରି ବଟା ଏତେ ମିଳିନଥିବ ତ ଯାହାଫଳରେ ବହୁତ ଖର୍ଚ୍ଚ ହେଇଯିବ। ଆଉ ଲସ୍ ହେବାର ବି ସମ୍ଭାବନା ରହିଥାଏ। ତ ଏମିତିକା ରହିଛି। ଆପଣମାନଙ୍କୁ ଭିଡ଼ିଓ କେମିତି ଲାଗିଲା କମେଣ୍ଟରେ ଜଣାଇବେ। ଭଲ ଲାଗିଥିଲେ ବି କମେଣ୍ଟ କରିବେ। ଆଉ ଖରାପ ଲାଗିଥିଲେ ସେଇଟା ବି କମେଣ୍ଟ କରିବେ। ତ ଆଜିର ଭିଡ଼ିଓରେ ଏତିକି। ତ ଭିଡ଼ିଓ କେମିତି ଲାଗିଲା ଜଣାଇବେ କମେଣ୍ଟରେ। ଲାଇକ୍ କରିଦେବେ। ତ ରହିଲି ନମସ୍କାର।